କପିଳାସ ବନ ବିଭାଗର ଗୁଣ୍ଡାରାଜ। ଗଅଁଦିଆ ଥାନା ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ହାତୀପଲ ଧାନକ୍ଷେତ ଉଜାଡ଼ୁଥିବା ଘଟଣାକୁ ନେଇ କପିଳାସ ରେଞ୍ଜ ବନ କର୍ମଚାରୀ ଓ ଆଶ୍ରମ ଫାର୍ମ ହାଉସ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମଧ୍ୟରେ ଭୁଲ ବୁଝାମଣା ହେବା ସହିତ ଘଟଣାସ୍ଥଳକୁ ଆସିଥିବା ବନ ବିଭାଗର ବନରକ୍ଷୀ ଓ ଅନ୍ୟ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାଯାଏ ମହୁଲଖୋଳି ଗ୍ରାମରେ ଥିବା ବନମାଳୀ ଦାସଙ୍କର ଆଶ୍ରମର ଫାର୍ମ ହାଉସ୍ରେ ବିଧାରପୁର ଗ୍ରାମର ବିକାଶ କୁମାର ମହାରଣା ଓ ଅନ୍ୟ ଜଣେ ମୋଟୁମୁଣ୍ଡା 2 ଜଣ ଆଶ୍ରମ ଫାର୍ମ ହାଉସ୍ ଦାୟିତ୍ୱରେ ରହିଛନ୍ତି। ଗତକାଲି ସନ୍ଧ୍ୟା 6:30ରେ ଆଶ୍ରମ ଫାର୍ମ ହାଉସ୍ର ଧାନ କ୍ଷେତ୍ରରେ ହାତୀ ପଶି ଫସଲ ନଷ୍ଟ କରୁଥିବାର ଖବର ପାଇ ଫାର୍ମ ହାଉସ୍ ଦାୟିତ୍ୱରେ ଥିବା ମୁଖ୍ୟ କର୍ମଚାରୀ ବିକାଶ ମହାରଣା ବନ ବିଭାଗକୁ ଫୋନ୍ କରି ଜଣାଇବା ପରେ ବନ ବିଭାଗ କର୍ମଚାରୀ ବନରକ୍ଷୀ ବେଣୁଧର ବେହେରା ଘଟଣାସ୍ଥଳକୁ ଆସିଥିଲେ। ସେତେବେଳକୁ ହାତୀମାନେ ପଳାଇ ଯାଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଉକ୍ତ ସ୍ଥାନ ବୁଲି ଫେରି ଯାଇଥିଲେ। ପୁନର୍ବାର ରାତି 10:30ରେ ହାତୀପଲ ଆସି ପୁଣି ଆଶ୍ରମ ଫାର୍ମ ହାଉସ୍ ଶସ୍ୟ କ୍ଷେତ୍ରରେ ପଶିଥିବାର ଖବର ପାଇ ବିକାଶ ମହାରଣା ପୁଣି ଉକ୍ତ ବନରକ୍ଷୀ ବେଣୁଧରଙ୍କୁ ଫୋନ୍ ଯୋଗେ ଜଣାଇଥିଲେ, କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ଆସି ନଥିଲେ। ବହୁ ବିଳମ୍ବରେ ବେଣୁଧରଙ୍କ ସହିତ ଅନ୍ୟ ଜଣେ କର୍ମଚାରୀ ଆସି ଫାର୍ମ ହାଉସ୍ଠାରେ ପହଞ୍ଚିଥିଲେ ଓ ତାଙ୍କୁ ହାତୀ ଫସଲ ନଷ୍ଟ ସମ୍ପର୍କରେ ଅବଗତ କଲା ସମୟରେ ସେ ଫାର୍ମ ହାଉସ୍ କର୍ମଚାରୀ 2 ଜଣଙ୍କୁ ଅତି ଖରାପ ଭାଷାରେ ଗାଳି କଲେ। ଗାଡ଼ିରେ ଥିବା ଅନ୍ୟ କର୍ମଚାରୀ ସିଧା ଆସି ବିକାଶ ମହାରଣାଙ୍କୁ ମାଡ଼ ମାରି ତା ହାତରୁ ମୋବାଇଲ ଛଡ଼ାଇ ନେବା ସହିତ ଅନ୍ୟ ସହଯୋଗୀକୁ ଧକ୍କା ମାରି ତା ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲେ। ଗଲାବେଳେ ସେମାନଙ୍କୁ ଧମକ ଚମକ ଦେଇ ଗଲେ। ଦୁହେଁ ଆସି ଘର ମୋବାଇଲରେ ଘଟଣା ସମ୍ପର୍କରେ ଆଶ୍ରମ ଫାର୍ମ ହାଉସ୍ ମାଲିକଙ୍କୁ ଜଣାଇଥିଲେ। ଆଜି ଘଟଣା ସମ୍ପର୍କରେ ଗଅଁଦିଆ ଥାନାକୁ ଅନଲାଇନ୍ ମାଧ୍ୟମରେ ବିକାଶ ମହାରଣା ଅଭିଯୋଗ କରିଥିବା ଜଣାଯାଏ। ଏହି ଘଟଣା ସମ୍ପର୍କରେ ଜାଣିବା ପାଇଁ ବନରକ୍ଷୀଙ୍କ ସହିତ ଯୋଗାଯୋଗ କରିବାରେ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ମୋ ନାଁ ବିକାଶ କୁମାର ମହାରଣା, ମୁଁ ଏ ଆଶ୍ରମର କେୟାର ଟେକର ଅଛି। କ'ଣ ହେଇଛି କାଲି ଯେଉଁ ଘଟଣାଟା କ'ଣ ହେଇଛି? କାଲି ସନ୍ଧ୍ୟା 6:30ରେ ଆମ ପିଲା ଯାଇଥିଲେ ବିଲକୁ ବାର ବୁଝିବା ପାଇଁ। ବାର ବୁଝିବା ସେଇଠି ପହଞ୍ଚିଲା ପରେ ଆମ ଖବର ହେଲା ଯେ ବିଲରେ ହାତୀ ପଇଛନ୍ତି। ମୁଁ ତୁରନ୍ତ ଫରେଷ୍ଟ ଗାର୍ଡ଼ ବେଣୁଧର ବେହେରାଙ୍କୁ ଫୋନ୍ କଲି। ଫୋନ୍ କରି ସେ ଘଣ୍ଟେ ପରେ ଆସିକି ଆମର ଏଠି ପହଞ୍ଚିଲେ। ଯେତେବେଳେ ପହଞ୍ଚିଲେ ହାତୀ ଏଠୁ ଯାଇସାରିଥିଲେ। ସେ କହିଲେ ହାତୀ ଫାତୀ କେହି କିଛି ନାହାନ୍ତି। ତଥାପି ତାଙ୍କୁ ଫୋର୍ସ କରିବାରୁ ସେ ଏଠି ଆମର 8:30 ପର୍ଯ୍ୟନ୍ତ ରହିଲେ। ରହିଲା ପରେ ସେଠୁ ଚାଲିଗଲେ। ତାପରେ ଆମେ ଆସି ଏଠି ଖାଇବା ପିଇ କରିସାରିକି ପୁଣି ଆମକୁ ଖବର ଆସିଲା ଯେ ବିଲରେ ହାତୀ ଅଛନ୍ତି। ଆମେ ତୁରନ୍ତ ବିଲକୁ ଯେତେବେଳେ ବାହାରିଲୁ ଏଇ ବାଟ ଦେଇକି ଗଲୁ। ଏଇ ମକା ବାଇରେ ଆମର 3ଟା ହାତୀ ଥିଲେ। ଆମକୁ ସେଇ ବାଟେ ଯିବାରେ ଗୋଡ଼େଇଲେ। ଆମେ ତୁରନ୍ତ ଯାଇକି ଗେଟ୍ ପାଖରେ ବାହାରି ପଦାରେ ପଳେଇଲୁ। ପଦାରେ ଯିବା ସମୟରେ ଆମେ ଯାଇକି ସାଙ୍ଗେ ସାଙ୍ଗେ ଫରେଷ୍ଟ ଗାର୍ଡ଼ ସେଇ ବେଣୁଧର ବେହେରାଙ୍କୁ ଫୋନ୍ କଲୁ। ଫୋନ୍ କଲା ସେ ତାଙ୍କ କିଛି ରେସ୍ପନ୍ସ ନେଲେନି, କିଛି ଆମ କଥା କିଛି ଶୁଣିଲେନି। 10ଟା 10:30 ଟାଇମ୍ ହେବ ତାଙ୍କ ଗାଡ଼ି ଆସି ଆମ ଗେଟ୍ ପାଖରେ ପହଞ୍ଚିଲା। ମୁଁ ତାଙ୍କୁ ଫୋନ୍ କଲି 8:30 ବେଳକୁ। 10ଟା 10:30 ପରେ ସେ ତାଙ୍କ ଗାଡ଼ି ଆସିକି ପହଞ୍ଚିଲା। ତାପରେ ଆଉ ଫୋନ୍ କିଛି କରିନାହାନ୍ତି। ସେ ଆସି ପହଞ୍ଚିଲା ପରେ ଏଠି ହାତୀ ଫାତୀ ଆଉ କେହି ନାହାନ୍ତି। ସେଠି ରହିଲେ 10-15 ମିନିଟ୍ ରହିଲେ। ତାପରେ ସେଠୁ ସେ ପଳେଇଲେ। ପଡ଼ିଲା ପରେ ଆମେ ଏଠୁ ଭୟରେ ଗେଟ୍ ପାଖରୁ ଏଠି ଭିତରକୁ ଆଉ ଆସିଲୁନି। ସେ ଗେଟ୍ ପାଖରେ ଆମେ ଅଛୁ। ରାତି 1:30 ବେଳକୁ ଆମ ପାଖକୁ ଫୋନ୍ 1ରୁ 1:30 ଭିତରେ ଆମ ଫୋନ୍ ଆସିଲା ଯେ ବିଲରେ ହାତୀ ପଇଛନ୍ତି। ମୁଁ ନିଜେ ଯାଇ ଏନକ୍ୱାରି କରି ଦେଖିଲି ଯେ ଆମ ବିଲରେ ହାତୀ ପଇଛନ୍ତି। ମୁଁ ତାଙ୍କୁ ତୁରନ୍ତ ଫୋନ୍ କରି ଡକେଇଲି। ସେ ଆମ ବାହାନା ଦେଖିଲା ଆମ ପାଖରେ ଗାଡ଼ି ନାହିଁ, ଆମ ପିଲା ନାହାନ୍ତି, ଆମେ ଯାଇପାରିବୁନି। ମୁଁ ତାଙ୍କୁ କହିଲି ଯଦି ଆମ ବିଲରୁ କ'ଣ ହାତୀ ଖାଇସାରିଲା ପରେ ତମେ ଆସିକି ଏଠି ଇଏ କରିବ? ସେ ସାଙ୍ଗେ ସାଙ୍ଗେ ଯାଇକି ଆମ ପାଖରେ ପହଞ୍ଚିଲେ। କହିଲେ କ'ଣ କିଏ ଫୋନ୍ କରିଥିଲା? ମୁଁ ଫୋନ୍ କରିଥିଲି। ନା କାହିଁ ଫୋନ୍ କରିଥିଲୁ? ଏମିତି କାହିଁ କହିଲୁ? ମୁଁ ତମକୁ କିଛି କହିନି। ଆମ ବିଲରୁ ହାତୀ ଉଜାଡ଼ି ସାରିଲା ପରେ ତମେ ଆସିକି କ'ଣ ଆମର ଇଏ କରିବ? କହିଲା ଗାଡ଼ି ଏଇଠି ରହିଲା, ମୁଁ କିଛି କରିବିନି, ତ ବିଲକୁ ଯିବିନି କି ହାତୀ ତଡ଼ିବିନି। ମୋର କ'ଣ କରିବା କଥା କର, କାହାକୁ କହିବା କଥା କହ। ସେ ତାଙ୍କର ଯେଉଁ ଡିପାର୍ଟମେଣ୍ଟ ଲୋକ ପଠେଇଥିଲେ ସେ ଲୋକ କହିଲେ। ନାଇଁ ତା ନାଁ ମୁଁ ଜାଣିନି, କିନ୍ତୁ ସେ ଲୋକକୁ ମୁଁ ଚିହ୍ନିଦେବି। ତାପରେ ସେ ମୋ ମୋବାଇଲଟା ଧରିଥିଲେ। ସେ ଅସଭ୍ୟ ଭାଷା ମୋତେ ଗାଳି ଗୁଲଜ କଲା। ମୁଁ ରେକର୍ଡ଼ିଂ କଲି ଯେତେବେଳେ ସେ ଆମ ପିଲା ଯେଉଁ ମୋବାଇଲଟା ହେଇଥିଲା ସେ ରେକର୍ଡ଼ିଂ କଲା। ମୁଁ ମୋବାଇଲଟା ରେକର୍ଡ଼ିଂ କଲି। ତୁରନ୍ତ ସେ ଆମ ହାତରୁ 2ଟା ମୋବାଇଲ ଛଡ଼େଇ ନେଇକି ଆମକୁ ମାରପିଟ କଲା। ମୋ ଗାଲକୁ ମାଇଲା, ତାକୁ ମାଇଲା, 2 ଜଣ ମାଇଲା। ମାରିକି ଆମର ମୋବାଇଲ ଛଡ଼େଇ ନେଲା। କହିଲା ତୁ ଯାହାକୁ କହିବା ଅଛି କହ, ଯଦି ଥାନାରେ କେସ୍ ଦେଲୁ ତୋ ନାଁରେ ମୁଁ ଓଲଟା ଆକ୍ସନ ନେବି। ପରମୂର୍ତ୍ତ ତୋର କ'ଣ କ୍ଷତି ଯାହା ହୁଏ ସେଥିପାଇଁ ଆମେ ଦାୟୀ ନୁହଁ। ଏହା କହିକି ସେ ଆମକୁ ପୁରା ଧମକ ଚମକ ଦେଇକି ସେଠୁ ଇଏ କଲା। ଆମେ ତୁରନ୍ତ ସେଠୁ ଖସି ଆସିକି ଘରକୁ ଯାଇକି ସିଧା ଆମର ଅଥରିଟି ଯିଏ ଅଛନ୍ତି, ଆମ ଆଶ୍ରମ ବାବା ଯିଏ ଅଛନ୍ତି ବନମାଳୀ ଦାସ, ତାଙ୍କୁ ସାଙ୍ଗେ ସାଙ୍ଗେ ଫୋନ୍ କରିକି ଜଣେଇଲୁ। ବର୍ତ୍ତମାନ ଆମେ ଯାଇକି ଆମ ଅଥରିଟିଙ୍କ ପରାମର୍ଶ ଅନୁଯାୟୀ ମୁଁ ତାଙ୍କ ନାଁରେ ଯାଇକି ବର୍ତ୍ତମାନ ଗୋଟେ କେସ୍ ଫାଇଲ୍ କରିକି ଆସିଛି। ମୋବାଇଲ ବର୍ତ୍ତମାନ ଫେରି ପାଇନାହାନ୍ତି? ମୋବାଇଲ ବର୍ତ୍ତମାନ ସେ ଆମକୁ ଦେଇନାହାନ୍ତି। ତାଙ୍କର ଯିଏ ଫରେଷ୍ଟ ଗାର୍ଡ଼ ବେଣୁଧର ବେହେରା ଅଛନ୍ତି
ସେ କହୁଛନ୍ତି ଯେ ଆସିକି କିଛି କମ୍ପ୍ରମାଇଜ କରିକି ତମ ଫୋନ୍ ନେଇଯା। କିନ୍ତୁ ଯେହେତୁ ମୋତେ ମାଡ଼ଟା ହେଇଛି ତାଙ୍କ ପ୍ରତି compromise କରିବେ। ସିଏ କହୁଛନ୍ତି ଆସିକି ଆମ କତିରେ କମ୍ପ୍ରମାଇଜ ହେଇଯା। ମୋଠି ମାଡ଼ଟା ହେଇଛି ସେଇଟା ବୁଝୁନାହାନ୍ତି କି ସେ ତମକୁ ବାଡ଼େଇ ନାହାନ୍ତି। ମୁଁ ମାଡ଼ ଖାଇଛି, ମୋ ପିଲା ବି ମାଡ଼ ଖାଇଛି। ଯଦି ସେ ଆମକୁ ବାଡ଼େଇକି ଆମ ଜିନିଷ ଉଜାଡ଼ିକି ଆମକୁ ବାଡ଼ଉଛନ୍ତି କିନ୍ତୁ ଆମର କିଛି କଥା ଶୁଣୁନାହାନ୍ତି, ଆମେ ତାଙ୍କ କତିରେ ଯାଇ କି କମ୍ପ୍ରମାଇଜ କରିବୁ? ମାନେ ସେଠି ଯିବାକୁ ବି ନା ସେଠି ଯିବା ପାଇଁ ଆମେ ସୁରକ୍ଷା ମନେ କରୁନୁ। ଜିନିଷ ହେଉଛି ଆମର କ୍ଷତି ହେଇଛି, ଆମର ମୋବାଇଲ ଛଡ଼େଇ ନେଲେ, ଆମକୁ ମାଡ଼ ମାଇଲେ, ତଥାପି ଡାକୁଛନ୍ତି ଆମ କତିରେ ଆସି କମ୍ପ୍ରମାଇଜ କର। ତମ କତିରେ ଯାଇ କ'ଣ କମ୍ପ୍ରମାଇଜ? ତମେ ଆମ ଜିନିଷ ଛଡ଼େଇ ନେଲ, କ'ଣ ଯାଇ ତମ କମ୍ପ୍ରମାଇଜ କରିବୁ? ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।